ଘଟଣା ଘଟିଛି କ'ଣ ସେ ଝିଅକୁ 4 ବର୍ଷ ହେଲା ଭଲ ପାଇଲାଣି। 4 ବର୍ଷ ହେଲା ଭଲ ପାଇବା ଭିତରେ ସେ ବାଙ୍ଗାଲୋର ଯିବା ଆସିବା କଲେ। ସେ କାଲି ଆସିକି କ'ଣ ପାଟିତୁଣ୍ଡ ହେଲା। ପୁଅକୁ ମୁଁ ଆଉ ମୋ ପୁତୁରାକୁ ଫୋନ୍ କଲି ଯେ କହିଲି ପୁଅ ଯାଇକି ତାକୁ ନେଇ ଆସେ। ସିଏ କହିଲେ ଯେ ନାଇଁ ମୁଁ କାଲି ବାଙ୍ଗାଲୋର ଯିବାର ଅଛି, ମୋର ଗୋଟେ ଏକ୍ଜାମ୍ ଅଛି, ମୁଁ ବାଙ୍ଗାଲୋର ଯିବି। ସେ ବାଙ୍ଗାଲୋର ନ ଯାଇକି ସେ ଝିଅ ସାଙ୍ଗରେ ଝିଅ ତାକୁ କ'ଣ ଇଏ କରିକି ଝିଅ ଇଜିଡ଼ି ହେଇକି ତାକୁ ଆଣିକି ଏପଟେ ପୋଖରୀ ପଟେ ତାକୁ ଇଏ କରିଛି, ମରଣ କରିଛି। ଆଉ କ'ଣ ତା ବେକରେ ରସି ଲଗେଇକି ତାକୁ ମାରିଛି। ସେଇ ମୋ ପୁଅ ନା ବୁବୁନା ପ୍ରଧାନ। ମୋ ପୁଅକୁ ମାରିଛି। ମୋର ଭେଣ୍ଡା ପୁଅ କହିଲା ଭଳିଆ, ରଜା ଭଳିଆ ପୁଅ କହିଲା ଭଳିଆ। ଏକା ସାଙ୍ଗରେ ଗୋଟିଏ ଜାଗାରେ ଥିଲେ ସେ ଗୋଟିଏ ଜାଗାରେ ଥିଲେ। ସିଏ କହୁଛି, ଝିଅ କହୁଛି ମୁଁ ଏପଟେ ଶୋଇଛି, ସିଏ କହୁଛି ମୁଁ ଏପଟେ ଶୋଇଛି। ଗୋଟେ ରୁମ୍ରେ ସେ ଅଲଗା ଅଲଗା ଶୋଇକି ଆଜ୍ଞା ଅଛନ୍ତି। ଏଇଭଳିଆ ମାନେ ଇଏ କରିକି ସେ ମୋ ପୁଅକୁ ମାରିଛନ୍ତି ବର୍ତ୍ତମାନ। ଝିଅ ସେ ସିଧା ଜାଣିଛି, ସେ ଜାଣିନି କେମିତି ମଲା, ତ ମଲା କେମିତି। ମୋତେ ଏଇଟା ଫୋନ୍ କଲା ବେଳକୁ ସେ କହୁଛି ଅଙ୍କଲ ବେହୋସ ହେଇକି ସେ ପଡ଼ିଛି। ନିଜେ ମାନେ ମରିକି ତା ମାନେ ଆଖି ଗୁଡ଼ାକ ପେଜୁଆ ହେଇକି ଇଏ ହେଇକି ରହିଲାଣି। ସେ ବେହୋସ ହେଇକି ପଡ଼ିଛି ତାକୁ କହୁଛି। ମୁଁ ଆଉ କ'ଣ ଆଉ ଏଠି ବେହୋସକୁ ଆଉ ଅଟକିବି କି? ମୁଁ ସାଙ୍ଗେ ସାଙ୍ଗେ ଅଟୋରେ ଧରିକି ପଳେଇ ଆଇଲୁ। ଆଉ କ'ଣ ଅଟୋରେ ଧରିକି ମୁଁ, ସାନ ପୁଅ, ମୋ ଏ ଝିଅ ସମସ୍ତେ ପଳେଇ ଆଇଲୁ। ଆମ ଗାଡ଼ି ଥୋଇ ଦେଇକି ଏଠି ବାଇକ୍ ଥୋଇ ଦେଇକି ଆସିକି ଦେଖିଲା ବେଳକୁ ଯେତେବେଳେ ଯେଉଁ ଖଟିଆଟାରେ ଶୁଆଇକି ଆମେ ଭିଡ଼ିକି ଆଇଲୁ, ମୁଁ ଦେଖିଲା ବେଳକୁ ମୋ ପୁଅର ବେକରେ ଦାଗ ଲାଗିଛି, କଳା ଦାଗ ହେଇକି ସେ ପୁରା ଗୋଟେ ଇଏ ଦାଗ ହେଇଯାଇଛି। ଦାଗଟା ଆଜ୍ଞା ଜଣାପଡ଼ିବ ନିଶ୍ଚିତ। ମୁଁ ଦେଖିଲା ବେଳକୁ ଡକ୍ଟର ଦେଖିଲା ବେଳକୁ ସେ କହିଲେ ଯେ ତାକୁ ଅଧଘଣ୍ଟେ ଭିତରେ ଡେଡ଼୍ ହେଇଯାଇଛି। ସେଠୁ ଆଣିକି ତ ସାଙ୍ଗେ ସାଙ୍ଗେ ମୋ ପୁଅକୁ କଲା